ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ହେଲେ ଆମ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ରାତିରେ ପ୍ରଭୁ ଜଗନ୍ନାଥଙ୍କ ପହଡ଼ ପଡ଼ିବା ପରେ ସବୁ ଲୋକ ଶୋଇଗଲା ପରେ ଏବେ ବି ପ୍ରତ୍ୟେକ ଦିନ ଜଗନ୍ନାଥ ଆସନ୍ତି ସିଂହଦ୍ୱାରକୁ। ଏବେ ବି ପୁରୀ ପଣ୍ଡା ଯେତେବେଳେ ସକାଳୁ ଜଗନ୍ନାଥଙ୍କ ଦ୍ୱାର ଖୋଲନ୍ତି ରତ୍ନବେଦୀରେ ଫୁଲ ଏବଂ ଠାକୁରଙ୍କ ଅଳଙ୍କାର ଅସଜଡ଼ା ହୋଇ ପଡ଼ିଥାଏ। ସତ ଜାଣିଲେ ଆପଣଙ୍କର ପାଦ ତଳୁ ମାଟି ଖସିଯିବ, ଦେହର ଲୋମ ମଧ୍ୟ ଟାଙ୍କୁରି ଉଠିବ। ସେଥିପାଇଁ ଆମର ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ସେ ହେଉଛନ୍ତି ପତିତ ପାବନ ଜଗନ୍ନାଥ। କିନ୍ତୁ ପ୍ରଭୁ ଜଗନ୍ନାଥ ତ ମନ୍ଦିର ଭିତରେ ଅଛନ୍ତି, ପୁଣି ବାହାରେ କାହିଁକି ପ୍ରଭୁ ଜଗନ୍ନାଥ ଅଛନ୍ତି? କାହା ପାଇଁ ସେ ବାହାରକୁ ଆସିଛନ୍ତି? କାହା ପାଇଁ ସେ ବାହାରେ ବସିଛନ୍ତି? କାହିଁକି ତାଙ୍କ ନାମ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ହେଲା? ଆସନ୍ତୁ ଆଉ ଡେରି ନ କରି ଜାଣିବା ମହାପ୍ରଭୁ ଜଗନ୍ନାଥଙ୍କର ଅଲୌକିକ ଘଟଣା। ମଧ୍ୟକାଳୀନ ଭାରତରେ ଯେତେବେଳେ ମୁସଲିମ ରାଜାମାନଙ୍କର ଆତଙ୍କ ଚରମ ସୀମାରେ ଥିଲା, ସେମାନେ ହିନ୍ଦୁ ମନ୍ଦିର ଭାଙ୍ଗିବା, ମନ୍ଦିର ସମ୍ପତ୍ତି ଲୁଟ୍ କରିବା, ହିନ୍ଦୁ ସ୍ତ୍ରୀମାନଙ୍କୁ ଜୋର ଜବରଦସ୍ତ ବିବାହ କରିବା, ଏହା ଥିଲା ତାଙ୍କର ମୁଖ୍ୟ କାମ। ତେଣୁ ବହୁତ ହିନ୍ଦୁ ରାଜା ବାଧ୍ୟ ହୋଇ ତାଙ୍କ ଧର୍ମକୁ ପରିବର୍ତ୍ତନ କରୁଥିଲେ, ନଚେତ୍ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ମୁସଲିମ ରାଜାମାନେ ପ୍ରତ୍ୟେକ ଜାଗାରେ ତାଙ୍କର ସୁବେଦାରମାନଙ୍କୁ ନିଯୁକ୍ତି କରୁଥିଲେ। ସେମାନେ ସେହି ରାଜ୍ୟରେ ମନ ଇଚ୍ଛା କର ଆଦାୟ କରୁଥିଲେ ଏବଂ ଲୋକଙ୍କ ଉପରେ ଅତ୍ୟାଚାର ମଧ୍ୟ କରୁଥିଲେ। ତାଙ୍କର ଲକ୍ଷ୍ୟ ଥିଲା କେବଳ ମୋଗଲ ସାମ୍ରାଜ୍ୟ ବହୁତ କର ଆଦାୟ କରୁ। ଏହିପରି ଅତ୍ୟାଚାରରେ ଶିକାର ହୋଇଥିଲେ ଓଡ଼ିଶାର ରାଜା ରାମଚନ୍ଦ୍ର ଦେବ। ସେ ମଧ୍ୟ ସେତେବେଳେ ବାଧ୍ୟ ହୋଇ ମୋଗଲ ସାମ୍ରାଜ୍ୟଙ୍କ ଅଧୀନରେ କାମ କରୁଥିଲେ। ତାଙ୍କର ରାଜ୍ୟ ପୁରୀ ପାଖ ଖୋର୍ଦ୍ଧାରେ ଥିଲା। ତାଙ୍କର ରାଜ୍ୟର ସୁବେଦାର ଥିଲେ ତପ୍କି ଖାନ। ସେ ହିନ୍ଦୁମାନଙ୍କର ପ୍ରବଳ ବିରୋଧ କରୁଥିଲେ। ସେ ଚାହୁଁଥିଲେ କିପରି ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯିବ, କିପରି ହିନ୍ଦୁମାନଙ୍କର ଧର୍ମ ପରିବର୍ତ୍ତନ କରାଯିବ, ଆଉ କିପରି ରାଜ୍ୟରୁ ପ୍ରଚୁର କର ଆଦାୟ ହେବ। ତାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲୁଥାଏ। ରାଜା ରାମଚନ୍ଦ୍ର ଏହାକୁ ଜମାରୁ ବି ସହ୍ୟ କରିପାରିଲେ ନାହିଁ। ନିଜ ରାଜ୍ୟର ପ୍ରଜାମାନଙ୍କୁ ଏପରି କଷ୍ଟରେ ଦେଖି ସେ ତପ୍କି ଖାନଙ୍କ ବିପକ୍ଷରେ ଯୁଦ୍ଧର ଘୋଷଣା କଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ରାଜାଙ୍କର ଏହି ଯୁଦ୍ଧରେ ପରାଜୟ ହେଲା। ପରାଜୟ ପରେ ତାଙ୍କୁ ସୁବେଦାର ଖାନ କଟକରେ ବନ୍ଦୀ କରି ରଖାଗଲା। ରାଜା ରାମଚନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେ ପ୍ରତ୍ୟେକ ଦିନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ମଧ୍ୟ ଯାଉଥିଲେ। କିନ୍ତୁ କାରାଗାରରେ ସେ ନା ଜଗନ୍ନାଥଙ୍କୁ ଦେଖିପାରୁଥିଲେ, ନା ତାଙ୍କ ରାଜ୍ୟର କିଛି ଖବର ଜାଣିପାରୁଥିଲେ। ସେ ବହୁତ ଚିନ୍ତିତ ଥିଲେ, କାରଣ ସେ ଜାଣିଥିଲେ ତପ୍କି ଖାନ ନିଶ୍ଚିନ୍ତ ଭାବରେ ଜଗନ୍ନାଥ ମନ୍ଦିରରେ ଆକ୍ରମଣ କରିବ ଏବଂ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବ। ତେଣୁ ସେ ଚିନ୍ତାରେ ଦିନ କାଟୁଥିଲେ। ତେବେ ଏହାରି ଭିତରେ ତପ୍କି ଖାନର ଏକ ପ୍ରସ୍ତାବ ଆସିଲା ରାଜାଙ୍କ ପାଖକୁ। ଯଦି ସେ ତପ୍କି ଖାନର ଭଉଣୀ ରଜିଆକୁ ବିବାହ କରିବେ, ତେବେ ସେ ତାଙ୍କୁ ସବୁଦିନ ପାଇଁ ବନ୍ଦୀରୁ ମୁକ୍ତି ଦେବେ। ରଜିଆର ମା ଜଣେ ହିନ୍ଦୁ ସ୍ତ୍ରୀ ଥିଲେ, ଯାହାକୁ ଏ ମୁସଲମାନ ମାନେ ବଳପୂର୍ବକ ବିବାହ କରିଥିଲେ। ତେଣୁ ରଜିଆ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ତେଣୁ ରଜିଆ ଏହା ଜାଣିପାରି ରାଜା ରାମଚନ୍ଦ୍ରଙ୍କ ପାଖକୁ ବନ୍ଦୀ ଗୃହକୁ ଗଲେ। ତାଙ୍କୁ ଦେଖା କରି ସେ ରାଜାଙ୍କୁ ଅନୁରୋଧ କଲେ ଯେ ସେ ତାଙ୍କୁ ବିବାହ କରନ୍ତୁ, ଯାହାଦ୍ୱାରା ସେ ବନ୍ଦୀରୁ ମୁକ୍ତ ହୋଇ ବାଙ୍କିରେ ରହିପାରିବେ, ଆଉ ପ୍ରଭୁ ଜଗନ୍ନାଥଙ୍କୁ ପୁରୀରେ ସୁରକ୍ଷା ମଧ୍ୟ ଦେଇପାରିବେ। ନହେଲେ ଏମାନେ ମନ୍ଦିରକୁ ଲୁଟି ନେଇଯିବେ। ପ୍ରଥମେ ତ ରାଜା ଏ ପ୍ରସ୍ତାବରେ ରାଜି ନଥିଲେ, କାରଣ ରଜିଆକୁ ବିବାହ କରିବା ମାନେ ତାଙ୍କର ଧର୍ମକୁ ପରିବର୍ତ୍ତନ କରିବା, ଆଉ ପ୍ରଭୁ ଜଗନ୍ନାଥଙ୍କ ପାଖରୁ ସବୁଦିନ ପାଇଁ ଦୂରେଇ ରହିବା। ତେଣୁ ସେ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ। ସେ କହିଲେ, ଯଦି ମୁଁ ତୁମକୁ ସ୍ପର୍ଶ ମଧ୍ୟ କରିବି, ତେବେ ମୁଁ ପତିତ ବୋଲି ଧରାଯିବି। ମୋ ରାଜ୍ୟବାସୀମାନେ ମୋର ତିରସ୍କାର କରିବେ, ମୋର ଧର୍ମ ପରିବର୍ତ୍ତନ ହୋଇଯିବ। ତେଣୁ ମୁଁ ତୁମକୁ ବାହା ହୋଇପାରିବି ନାହିଁ।
ମୁଁ ଏହି ବିବାହରେ ଜମା ବି ରାଜି ନୁହେଁ। ଏହାପରେ ରଜିଆ କହିଲେ, ଦେଖନ୍ତୁ, ଆପଣଙ୍କୁ ଯଦି ଏପରି ଲାଗୁଛି ଆପଣ କେବଳ ମୋତେ ବିବାହ କରନ୍ତୁ, କିନ୍ତୁ ମୋତେ ସ୍ପର୍ଶ କରନ୍ତୁ ନାହିଁ। ମୁଁ କେବଳ ଆପଣଙ୍କୁ ମୋ ମନ ମଧ୍ୟରେ ସ୍ୱାମୀ ବୋଲି ଗ୍ରହଣ କରିବି, କିନ୍ତୁ ଆପଣ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆସୁଥିବା ବିପଦକୁ ତ ରୋକିପାରିବେ। ଏହା ଶୁଣି ରାଜା କେବଳ ପ୍ରଭୁ ଜଗନ୍ନାଥଙ୍କ ପାଇଁ ରଜିଆକୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ। ବିବାହ ପରେ ରାଜା ବନ୍ଦୀଗୃହରୁ ମୁକ୍ତି ହୋଇଗଲେ। ସେ ଖୋର୍ଦ୍ଧାକୁ ମଧ୍ୟ ଚାଲି ଆସିଲେ, କିନ୍ତୁ ରଜିଆ ତାଙ୍କ ସହ ଆସିନଥିଲେ। ସେ କଟକରେ ରହିଗଲେ। ରାଜା ସବୁ ସପ୍ତାହରେ ତାଙ୍କୁ ଦେଖା କରିବା ପାଇଁ କଟକ ଆସନ୍ତି। ଯେବେ ରାଜ୍ୟବାସୀମାନେ ଜାଣିଲେ ତାଙ୍କର ରାଜା ଜଣେ ମୁସଲମାନ ଝିଅକୁ ବିବାହ କରିଛନ୍ତି, ସେତେବେଳେ ସେ ବହୁତ ଦୁଃଖିତ ହେଲେ। ଜଗନ୍ନାଥ ମନ୍ଦିରର ସବୁ ପୂଜାରୀ ମଧ୍ୟ ତାଙ୍କ ଉପରେ ରାଗିଗଲେ। ରାଜା ମୁସଲିମ ଝିଅକୁ ବିବାହ କରିଥିବାରୁ ମୁସଲମାନ ହୋଇଗଲେ। ତେଣୁ ତାଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଗଲା। ହିନ୍ଦୁ ରାଣୀମାନେ ମଧ୍ୟ ତାଙ୍କୁ ଛାଡ଼ି ଚାଲିଗଲେ। ମହଲରେ ରାଜା ପୁରା ଏକୁଟିଆ ହୋଇଗଲେ। କିନ୍ତୁ ପୂଜାରୀମାନେ ଏହା ଜାଣିପାରୁନଥିଲେ ଯେ ରାଜା ପ୍ରଭୁ ଜଗନ୍ନାଥଙ୍କର ଏତେ ବଡ଼ ଭକ୍ତ ଥିଲେ ବୋଲି। ତେବେ ସେ କିପରି ନିଜ ଧର୍ମକୁ ପରିବର୍ତ୍ତନ କରିଦେଲେ? ସେମାନେ ରାଜାଙ୍କ ଠାରୁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସମସ୍ତ ଅଧିକାର ମଧ୍ୟ ଛଡ଼ାଇ ନେଇଥିଲେ, ଯେପରିକି ରଥଯାତ୍ରାରେ ଛେରା ପହଁରା କରିବା, ଏକାଦଶୀରେ ମନ୍ଦିର ଭିତରେ ଦୀପ ଜଳାଇବା, ପ୍ରଭୁଙ୍କର ପ୍ରସାଦ ଏବଂ ତୁଳସୀ ମାଳା ପ୍ରାପ୍ତ କରିବା। ରାଜା ଯେହେତୁ ତପ୍କି ଖାନଙ୍କର ଭଉଣୀକୁ ବିବାହ କରିଥିଲେ, ତେଣୁ ତପ୍କି ଖାନ ଜଗନ୍ନାଥଙ୍କ ମନ୍ଦିର ଉପରେ ଆକ୍ରମଣ କରୁନଥିଲେ। ମନ୍ଦିର ବି ପୂର୍ବ ଭଳି ସୁରୁଖୁରୁରେ ଚାଲୁ ରହିଲା। କିନ୍ତୁ ଭକ୍ତ ବିନା ଭଗବାନ କେମିତି ରହିପାରିବେ ଏବଂ ଭଗବାନଙ୍କ ବିନା ଭକ୍ତ ମଧ୍ୟ କେମିତି ରହିପାରିବ? ଏହି ସବୁ ହେବା ପରେ ମଧ୍ୟ ରାଜାଙ୍କର ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଜମାରୁ କମିନଥିଲା। ତେଣୁ ସେ ଦିନ ବେଳା ତ ଜଗନ୍ନାଥ ମନ୍ଦିର ଭିତରକୁ ଯାଇପାରୁନଥିଲେ। ସେଥିପାଇଁ ରାତ୍ରି ସମୟରେ ସମସ୍ତେ ଶୋଇ ସାରିବା ପରେ ସିଂହଦ୍ୱାର ବନ୍ଦ ହୋଇଯାଏ। ସେତେବେଳେ ସିଂହଦ୍ୱାର ପାଖକୁ ଯାଇ ରାଜା ରାମଚନ୍ଦ୍ର ବହୁତ ଜୋରରେ କାନ୍ଦନ୍ତି, ଆଉ ପ୍ରଭୁଙ୍କୁ କୁହନ୍ତି ଯେ, ହେ ପ୍ରଭୁ ଜଗନ୍ନାଥ, ଆପଣ ତ ସର୍ବଜ୍ଞ ଅଟନ୍ତି। ଆପଣ ତ ଜାଣିଛନ୍ତି ମୁଁ ମୋ ଧର୍ମକୁ କ'ଣ ପାଇଁ ପରିବର୍ତ୍ତନ କଲି। ହେ କାଳିଆ ଠାକୁର, କେବଳ ଥରେ ମୋତେ ଆପଣଙ୍କର ଦର୍ଶନ କରିବାର ସୁଯୋଗ ଦିଅନ୍ତୁ। ଏମିତି ଭାବେ ପ୍ରତ୍ୟେକ ଦିନ ରାଜା ସିଂହଦ୍ୱାର ସମ୍ମୁଖକୁ ଆସନ୍ତି, ଆଉ ଜୋର ପାଟି କରି କାନ୍ଦନ୍ତି, ଆଉ ପ୍ରଭୁଙ୍କୁ ନିଜ ଦୁଃଖ ମଧ୍ୟ ଜଣାନ୍ତି। ନିଜ ଭକ୍ତର ଏ ଦୁଃଖକୁ ଦେଖି ପ୍ରଭୁ ଜଗନ୍ନାଥ କିପରି ଶାନ୍ତିରେ ଶୋଇପାରିବେ? ତେଣୁ ରାଜାଙ୍କର ଭାବବିହ୍ୱଳ କାନ୍ଦ ଓ ପ୍ରାର୍ଥନା ସେ ଶୁଣିଲେ, ଆଉ ନିଜର ସିଂହାସନରୁ ଉଠି ସିଂହଦ୍ୱାର ନିକଟକୁ ଆସିଲେ। ନିଜର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଦେଖି ତାଙ୍କ ଆଖିର ଖୁସି ଲୁହରେ ମଧ୍ୟ ବୋହି ଚାଲିଲା। ଭକ୍ତ ନିଜ ଭଗବାନଙ୍କୁ ଆଉ ଭଗବାନ ନିଜ ଭକ୍ତଙ୍କୁ ଦେଖି ପୁଣି ଫେରିଗଲେ। ଆଉ ଏହିଭଳି ପ୍ରତ୍ୟେକ ଦିନ ହେଲା। ଭକ୍ତ ଆଉ ଭଗବାନ ରାତ୍ରିର ଅନ୍ଧକାରରେ ପରସ୍ପରକୁ ଦେଖା କରନ୍ତି। ଏଠାକାର ପୂଜାରୀମାନେ ଚିନ୍ତିତ ମଧ୍ୟ ହୋଇଗଲେ, କାରଣ ସବୁଦିନ ଯେତେବେଳେ ପୂଜାରୀ ଗର୍ଭଗୃହର କବାଟ ଖୋଲନ୍ତି, ଠାକୁରଙ୍କର ଅଳଙ୍କାର ପୁଷ୍ପ ଏପଟ ସେପଟ ହୋଇ ପଡ଼ିଥାଏ। ସିଂହଦ୍ୱାରରୁ ରତ୍ନ ସିଂହାସନ ଯାଏ ପୁଷ୍ପ ଖେଳାଇ ହୋଇ ପଡ଼ିଥାଏ। କିଛି ତ ଚମତ୍କାର ହେଉଛି, କିନ୍ତୁ କ'ଣ ହେଉଛି ସେମାନେ ଏହା ଜାଣିପାରୁନଥିଲେ। ତେଣୁ ପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ପୂଜାରୀ ନ ଖାଇ ନ ପିଇ ଜଗନ୍ନାଥଙ୍କ ସମ୍ମୁଖରେ ମୌନ ବ୍ରତରେ ବସିଲେ। ସେ ଭାବିଲେ ପ୍ରଭୁ ଜଗନ୍ନାଥ କାଳେ ତାଙ୍କୁ କିଛି ସନ୍ଦେଶ ପଠାଇବେ। ସେହିଦିନ ରାତ୍ରିରେ ପ୍ରଭୁ ଜଗନ୍ନାଥ ପୂଜାରୀଙ୍କ ସ୍ୱପ୍ନରେ ଆସିଲେ, ଆଉ କହିଲେ, ରାଜା ରାମଚନ୍ଦ୍ର ଦେବ ମୋର ପରମ ଭକ୍ତ ଅଟେ। ମୋ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ସେ ଜଣେ ମୁସଲିମ କନ୍ୟାଙ୍କୁ ବିବାହ କରିଛନ୍ତି, କିନ୍ତୁ ଆଜି ମଧ୍ୟ ସେ ମୋର ଦର୍ଶନ ବିନା ରହିପାରୁନାହାନ୍ତି। ତେଣୁ ପ୍ରତ୍ୟେକ ଦିନ ସିଂହଦ୍ୱାର ସମ୍ମୁଖକୁ ଆସି ଜୋର ଜୋର କାନ୍ଦୁଛି, ଆଉ ମୋତେ ଡାକ ପକାଉଛି। ଏହିପରି ନିଷ୍ପାପ ଭକ୍ତଠାରୁ ମୁଁ କିପରି ଦୂରେଇ ରହିପାରିବି? ତେଣୁ ମୁଁ ମଧ୍ୟ ପ୍ରତ୍ୟେକ ଦିନ ସିଂହଦ୍ୱାର ନିକଟକୁ ଯାଇ ତାକୁ ଦେଖା କରୁଛି। ତୁମେ ଏକ କାମ କର, ସିଂହଦ୍ୱାର ସମ୍ମୁଖରେ ଏକ ଛୋଟ ଗୃହରେ ମୋର ବିଗ୍ରହ ସ୍ଥାପନା କର, ଯାହାଦ୍ୱାରା ରାଜା ରାମଚନ୍ଦ୍ର ପ୍ରତ୍ୟେକ ଦିନ ମୋତେ ଦର୍ଶନ କରିପାରିବେ। ଏହା କହି ପ୍ରଭୁ ଜଗନ୍ନାଥ ଅଦୃଶ୍ୟ ହୋଇଗଲେ। ସମସ୍ତେ ଏହା ବୁଝିପାରିଲେ ଯେ ରାଜା ରାମଚନ୍ଦ୍ର କେବଳ ପ୍ରଭୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଭୁଙ୍କର ଆଦେଶ ଅନୁସାରେ ମନ୍ଦିରର ଡାହାଣ ପାଖରେ ଏକ ଛୋଟ ଗୃହରେ
प्रभु जगन्नाथ को से दिन ठारू स्थापित मध्य करागला। राजा रामचंद्र देव जड़े मुसलमान थिले, पतित थिले, सेथिपाई प्रभु जगन्नाथ बाहर को आसिले ताकू पतितरु रक्षा करिबा पाई। तेणु एथिपाई ताकू पतित पावन बोली कुहा जाए। एहीपरि आज मध्य डाहाण पार्श्व प्रभु जगन्नाथ सही भक्त मानकु दर्शन दियंती जे माने मंदिर भितर को प्रवेश करंती नहीं। तेबे दर्शक बंधु ये थिला महाप्रभु जगन्नाथंकर अलौकिक कहानी। जदि एही भिडियोटी आपण मानकु भल लागि थाए भिडियोटी को लाइक शेयर कमेंट करंतु। जदि आपण आम चैनल रे नुआ अछंती चैनल को सब्सक्राइब करी ऑल नोटिफिकेशन ऊपर क्लिक करंतु।